ଆଜିର ଏହି ଗଭୀର ଆଲୋଚନାକୁ ସ୍ୱାଗତ। ମାନେ ଆଜି ଆମେ ଏମିତି ଏକ ବିଷୟରେ କଥା ହେବା ଯାହା ଶୁଣିଲେ ବୋଧହୁଏ ରାତିରେ ଏକୁଟିଆ ବାହାରିବାକୁ ବହୁତ ଭୟ ଲାଗିବ। ହଁ ଏକଦମ। ବିଶେଷ କରି ଯେତେବେଳେ କଥା ଗୋଟେ ନିର୍ଜନ ଜଙ୍ଗଲ ଆଉ ଗୋଟେ ଅଚିହ୍ନା ଅଞ୍ଚଳର ହୋଇଥାଏ, ସେତେବେଳେ ଡର ଆହୁରି ବଢ଼ିଯାଏ। ଠିକ୍ କହିଲେ। ଆଜ ସ୍କୁଲ ଟ୍ରିପ୍ର ଘଟଣାକୁ ଆଲୋଚନା କରାଯାଇଛି। ଆମନ, ରୋହନ ଏବଂ ଆୟୁ ନାମକ 3 ଜଣ ସାଙ୍ଗଙ୍କ ସହ ସେହି ରାତିରେ କ'ଣ ଘଟିଲା ତା କେବଳ ଗୋଟେ ସାଧାରଣ ଭୂତ କାହାଣୀ ନୁହେଁ। ସତ କହିବାକୁ ଗଲେ ସେହି ଏପିସୋଡରେ ଜଙ୍ଗଲର ଯେଉଁ ଅନ୍ଧକାରମୟ ପରିବେଶ ଦେଖାଯାଇଛି, ତାହା ମାନସିକ ସ୍ତରରେ ବହୁତ ଗଭୀର ପ୍ରଭାବ ପକାଏ। ଯେତେବେଳେ ମଣିଷ ନିଜ ସୁରକ୍ଷିତ ଘରୁ ବାହାରି ଏକ ନିର୍ଜନ ଜାଗାରେ ଫସିଯାଏ, ତାର ମନ ଗୋଟେ ଅଲଗା ପ୍ରକାରର କାମ କରେ। ହଁ, ଛୋଟ ଛୋଟ ଶବ୍ଦ ମଧ୍ୟ ବଡ଼ ବିପଦ ପରି ଲାଗେ। ଆଜି ଆମେ ଖୋଜିବା ଯେ ସେହି ଜଙ୍ଗଲର ପ୍ରକୃତରେ କ'ଣ ଲୁଚି ରହିଥିଲା ଏବଂ କିପରି ଏକ ଲୋକକଥା ବାସ୍ତବତାର ରୂପ ନେଲା। ଆରମ୍ଭରୁ ହିଁ ଘଟଣାଟି ବହୁତ ଆଶ୍ଚର୍ଯ୍ୟଜନକ। ସ୍କୁଲ ଟ୍ରିପ୍ ମାନେ ତ ପିଲାମାନଙ୍କ ପାଇଁ ବହୁତ ମଜାର ସମୟ, କିନ୍ତୁ ରାତି ଅଧାରେ ଜଙ୍ଗଲ ରାସ୍ତା ମଝିରେ ବସ୍ ଖରାପ ହୋଇଗଲା। ଏକଦମ। ଡ୍ରାଇଭର ବହୁତ ଚେଷ୍ଟା କଲେ ବି ବସ୍ ଆଉ ଷ୍ଟାର୍ଟ ହେଲାନି। ବାହାରେ ଘନ ଅନ୍ଧକାର ଆଉ ଚାରିପାଖରେ କେବଳ ବଡ଼ ବଡ଼ ପାହାଡ଼। ଶିକ୍ଷକମାନେ ବାଧ୍ୟ ହୋଇ ପାଖରେ ଥିବା ଏକ ପୁରୁଣା ନିର୍ଜନ ହୋଟେଲରେ ପିଲାମାନଙ୍କୁ ରଖିଲେ। ଏହି ଯେଉଁ ବସ୍ ଖରାପ ହେବା କଥାଟା, ଏହା ହିଁ ସେହି ଭୟଙ୍କର ରାତିର ପ୍ରଥମ ସୂଚନା ଥିଲା। ଯେତେବେଳେ ଯୋଜନାରେ ଅଚାନକ ପରିବର୍ତ୍ତନ ହୁଏ, ମନରେ ଏକ ଅସହାୟ ଭାବନା ଆସେ। କିନ୍ତୁ କିଶୋର ବୟସରେ ପିଲାମାନେ ଏହି ବିପଦକୁ ବୁଝିପାରନ୍ତି ନାହିଁ ବୋଧେ। ହଁ, ସେମାନଙ୍କ ପାଇଁ ଏହା ଏକ ନୂଆ ରୋମାଞ୍ଚର ସୁଯୋଗ ଥିଲା। ଆମନ, ରୋହନ ଏବଂ ଆୟୁ ଗୋଟିଏ କୋଠରୀରେ ରହି ବହୁତ ଖୁସି ଥିଲେ। କିନ୍ତୁ ସେମାନଙ୍କ କୋଠରୀର ଝରକାରୁ ଜଙ୍ଗଲ ମଝିରେ ଥିବା ଏକ ହ୍ରଦ ଦେଖାଯାଉଥିଲା। ଆଉ ସେଇଠୁ ହିଁ ପ୍ରକୃତ ସମସ୍ୟା ଆରମ୍ଭ ହେଲା। ଝରକାରୁ ହ୍ରଦକୁ ଦେଖିବା ପରେ ସେମାନଙ୍କର ଗୋଟେ ପୁରୁଣା କଥା ମନେ ପଡ଼ିଲା। ସ୍କୁଲର ପୂର୍ବ ଟ୍ରିପ୍ରେ 2 ଜଣ ପିଲା ଠିକ୍ ଏମିତି ରାତି ଅନ୍ଧାରେ ଲୁଚି ହ୍ରଦ ପାଖକୁ ଯାଇଥିଲେ ଆଉ ଫଟୋ ଉଠାଇ ଆସିଥିଲେ। ଆଉ ତାପରେ ସ୍କୁଲରେ ପୁରା ହିରୋ ପାଲଟି ଯାଇଥିଲେ। ସିଆ ତ। ଏହି କୁଲ୍ ଦେଖାଯିବାର ନିଶା ଆଉ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ଏହି 3 ସାଙ୍ଗଙ୍କ ମୁଣ୍ଡରେ ପଶିଗଲା। କଥା ହେଲା ଯେ ସମସ୍ତେ ଶୋଇଲା ପରେ ସେମାନେ ଚୁପଚାପ ବାହାରିବେ, ହ୍ରଦ ପାଖକୁ ଯାଇ ସେଲ୍ଫି ନେବେ ଆଉ ଫେରିଆସିବେ। ମନୋବିଜ୍ଞାନ ଦୃଷ୍ଟିରୁ ଦେଖିଲେ ଏହା କିଶୋର ବୟସର ଏକ ସାଧାରଣ ପ୍ରବୃତ୍ତି। ଏହାକୁ ଆମେ ସାମାଜିକ ସ୍ୱୀକୃତି ବା ସୋସିଆଲ ଭ୍ୟାଲିଡେସନ କହିପାରିବା। ସାଙ୍ଗମାନଙ୍କ ଆଗରେ ନାଁ କମାଇବା ପାଇଁ ବିପଦ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ମସ୍ତିଷ୍କ ତାହାକୁ ଗ୍ରହଣ କରିବାକୁ ମନା କରିଦିଏ। ଗ୍ରୁପ୍ ଥିଙ୍କ୍ ଯୋଗୁଁ ତାଙ୍କୁ ଲାଗିଲା ଯେ ସେମାନେ ଏକାଠି ଅଛନ୍ତି, କିଛି ହେବ ନାହିଁ। ତାପରେ ସେମାନେ ଯାହା ଯୋଜନା କରିଥିଲେ ସେୟା କଲେ। ହୋଟେଲର ସିକ୍ୟୁରିଟି ଗାର୍ଡ ଝୁଲାଉଥିବା ଦେଖି ଚୁପଚାପ ବାହାରକୁ ଆସିଗଲେ। କିନ୍ତୁ ବାହାରକୁ ଆସିବା ପରେ ଜଣାପଡ଼ିଲା ଯେ ହ୍ରଦଟି ବହୁତ ଦୂରରେ ଅଛି। ହଁ, ସେମାନେ ମୋବାଇଲ ଫ୍ଲାଶଲାଇଟ୍ ଜଳାଇ ଜଙ୍ଗଲ ରାସ୍ତାରେ ପ୍ରାୟ ଅଧଘଣ୍ଟା କିମ୍ବା ତାଠାରୁ ଅଧିକ ସମୟ ଚାଲିଲେଣି। ବାହାରେ ପ୍ରବଳ ଥଣ୍ଡା। ଗଛର ଶୁଖିଲା ପତ୍ର ଉପରେ ଚାଲିଲା ବେଳେ ଶବ୍ଦ ହେଉଥିଲା। ଆଉ ସବୁଠୁ ବଡ଼ ଝଟକା ସେତେବେଳେ ଲାଗିଲା ଯେତେବେଳେ ସେମାନେ ନିଜ ଫୋନ୍ ଦେଖିଲେ। ନେଟୱାର୍କ ନଥିବ ନିଶ୍ଚୟ। ଏକଦମ ଶୂନ୍ୟ। କାହାକୁ କଲ୍ କରିବାର କୌଣସି ବାଟ ନଥିଲା। ସେହି ମୁହୂର୍ତ୍ତରେ ବାସ୍ତବତା ଆସି ସାମ୍ନାରେ ଠିଆ ହୋଇଗଲା। ଚାରିଆଡ଼େ ଅନ୍ଧାର, ଅଚିହ୍ନା ରାସ୍ତା, କୌଣସି ଯୋଗାଯୋଗର ମାଧ୍ୟମ ନାହିଁ। ଏହା ମନରେ ପ୍ରବଳ ଅସହାୟତା ଆଣିଦିଏ। ସେତେବେଳେ ସେମାନେ ନିଷ୍ପତ୍ତି ନେଲେ ଯେ ଆଉ ଆଗକୁ ନ ଯାଇ ହୋଟେଲକୁ ଫେରିଯିବା ଠିକ୍ ହେବ। କିନ୍ତୁ ବୋଧହୁଏ ସେମାନେ ବହୁତ ଡେରି କରିଦେଇଥିଲେ, କାରଣ ଫେରିବା ବାଟରେ ଆମନ ଏବଂ ଆୟୁ ଟିକେ ଆଗରେ ଥିଲେ। ହଠାତ୍ ସେମାନେ ଲକ୍ଷ୍ୟ କଲେ ଯେ ପଛରୁ ଆସୁଥିବା ରୋହନର ପାଦଶବ୍ଦ ଆଉ ଶୁଭୁ ନାହିଁ। ରୋହନ ହଜି ଯାଇଥିଲା। ହଁ, ସେମାନେ ବୁଲିପଡ଼ି ଡାକିଲେ କିନ୍ତୁ କେହି ନଥିଲେ। ଠିକ୍ ସେତିକିବେଳେ ଦୂରରୁ ବୁଦା ଭିତରୁ ଏକ ଶବ୍ଦ ଆସୁଥିଲା, ଯେମିତି କେହି ଜୋରରେ ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରକୁ ଯାଉଛି। ସେମାନେ ହୋଟେଲକୁ ନ ଫେରି ସେହି ଶବ୍ଦ ପଛେ ପଛେ ଘଞ୍ଚ ଜଙ୍ଗଲ ଭିତରକୁ ପଶିଗଲେ। ଏଠାରେ ସାଙ୍ଗ ପ୍ରତି ଥିବା ଭଲ ପାଇବା ଦେଖାଯାଉଛି, କିନ୍ତୁ ଏହା ଏକ ମାରାତ୍ମକ ଭୁଲ ମଧ୍ୟ ଥିଲା। ଏକ ଅନ୍ଧକାରମୟ ଜଙ୍ଗଲରେ ଯେଉଁଠି ରାସ୍ତା ଜଣା ନାହିଁ, ସେଠାରେ ଗୋଟିଏ ଅଜଣା ଶବ୍ଦକୁ ଅନୁସରଣ କରିବା ମାନେ ନିଜେ ଯାଇ ବିପଦ ମୁହଁରେ ପଡ଼ିବା। ଆଉ ଯେତେବେଳେ ସେମାନେ ସେହି ଶବ୍ଦ ପାଖରେ ପହଞ୍ଚିଲେ, ଦୌଡ଼ିବାର ଶବ୍ଦ ବନ୍ଦ ହୋଇଯାଇଥିଲା। ତା ବଦଳରେ ମାଟି ଖୋଳିବାର ଶବ୍ଦ ଆସୁଥିଲା। ଆମନ ଏବଂ ଆୟୁ ଲୁଚି କରି ଦେଖିଲେ ଯେ ରୋହନ ଆଣ୍ଠୁମାଳି ବସିଛି ଆଉ ନିଜ ଖାଲି ହାତରେ ଜୋର ଜୋରରେ ମାଟି ଖୋଳୁଛି, ଯେମିତିକି ସେ ନିଜ ପାଇଁ ଗୋଟେ ଗାତ କରୁଛି। ନିଜେ ନିଜର କବର ଖୋଳିବା ଭଳି। ଏକ୍ଜାକ୍ଟଲି। ତାର ହାତ ସବୁ କାଦୁଆରେ ଲଟପଟ। ଆମନ ଯେମିତି ରୋହନକୁ ଡାକିଲା, ରୋହନ ପଛକୁ ବୋଲିଲା,
ଆଉ ତାର ଆଖି ଦେଖି ଦୁହିଁଙ୍କର ହୋସ୍ ଉଡ଼ିଗଲା। ତାର ଆଖିର ଡୋଳା କିମ୍ବା ଧଳା ଅଂଶ କିଛି ବି ନଥିଲା, ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିଲା, ଯେମିତି କେହି ତାର ଆଖି ବାହାର କରିଦେଇଛି। ଏହି ଦୃଶ୍ୟଟି ପ୍ରକୃତରେ ସବୁଠାରୁ ଭୟାନକ କାରଣ ଯେତେବେଳେ ସବୁଠାରୁ ଚିହ୍ନା ମୁହଁଟି ଏକ ଅଚିହ୍ନା ଭୟଙ୍କର ରୂପ ନିଏ, ମନ ଭିତରେ ଥିବା ସବୁଠାରୁ ଗଭୀର ଭୟ ବାହାରି ଆସେ। ରୋହନର ସେହି କଳା ଆଖି ସୂଚାଉଥିଲା ଯେ ସେହି ଶରୀରରେ ଏବେ ଆଉ ରୋହନ ନାହିଁ, କୌଣସି ଏକ ବାହ୍ୟ ଅଦୃଶ୍ୟ ଶକ୍ତି ତାକୁ ନିୟନ୍ତ୍ରଣ କରୁଛି। ଆଉ ତାର ପ୍ରମାଣ ସାଙ୍ଗେ ସାଙ୍ଗେ ମିଳିଗଲା। ଆମନ ଯାଇ ଯେମିତି ରୋହନ କାନ୍ଧରେ ହାତ ରଖିଲା, ରୋହନ ଏକ ଅମାନବୀୟ ଶବ୍ଦ କରି ଚିତ୍କାର କଲା ଆଉ ଗୋଟିଏ ହାତରେ ଆମନକୁ ଏତେ ଜୋରରେ ଧକ୍କା ଦେଲା ଯେ ସେ ବହୁତ ଦୂରରେ ଯାଇ ପଡ଼ିଲା। ଜଣେ ସାଧାରଣ ପିଲା ଦେହରେ ଏତେ ବଳ କେମିତି ଆସିବ? ତାପରେ ରୋହନର ପୁରା ଦେହ ଥରିଲା ଆଉ ସେ ବେହୋସ ହୋଇ ପଡ଼ିଗଲା। ଏହାର ଅର୍ଥ ହେଲା ସେହି ଶକ୍ତି ରୋହନ ଶରୀର ଛାଡ଼ି ସାରିଥିଲା। ଏହି ସମୟରେ ପ୍ରଶ୍ନ ଉଠେ ଯେ ତେବେ ସେ ଶକ୍ତି ଗଲା କୁଆଡ଼େ? ସେହି ପ୍ରଶ୍ନର ଉତ୍ତର ବହୁତ ଜଲ୍ଦି ମିଳିଗଲା। ରୋହନର ହୋସ୍ ଆସିଲା ଆଉ ସେ ଆଖି ଖୋଲି ସାଧାରଣ ପିଲା ପରି ଚାହିଁଲା। କିନ୍ତୁ ସାମ୍ନାକୁ ଦେଖି ସେ ଜୋରରେ ଚିତ୍କାର କଲା। ଆୟୁ ବୁଲି ପଡ଼ି ଦେଖେ ତ ଆମନ ଧୀରେ ଧୀରେ ଛିଡ଼ା ହେଉଛି। ତା ମୁଣ୍ଡ ତଳକୁ ଝୁଲି ରହିଥିଲା ଆଉ ଯେତେବେଳେ ଉପରକୁ ଟେକିଲା, ତାର ଆଖି ବି କଳା ହୋଇଯାଇଥିଲା। ବାସ୍, ଶକ୍ତିଟି ଏବେ ଆମନ ଶରୀରରେ ପଶିଯାଇଥିଲା। ଆମନ ଜଙ୍ଗଲ ଭିତରକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଦୌଡ଼ିବାକୁ ଲାଗିଲା। ରୋହନ ଏବଂ ଆୟୁ ତାକୁ ଅଟକାଇବା ପାଇଁ ପଛେ ପଛେ ଦୌଡ଼ିଲେ। ଶେଷରେ ସେମାନେ ଏକ ବିରାଟ ଭଙ୍ଗାରୁଜା ପରିତ୍ୟକ୍ତ ଘର ପାଖରେ ପହଞ୍ଚିଲେ, ଯେଉଁଠି ବୋଧହୁଏ ଦଶନ୍ଧି ଧରି କେହି ପାଦ ରଖିନଥିଲେ। ଯେକୌଣସି ଅଲୌକିକ ଘଟଣାରେ ଏପରି ଏକ ସ୍ଥାନ ଥାଏ ଯାହା ଅତୀତର ଅନ୍ଧକାରମୟ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥାଏ। ଆମନେ ସେଠାକୁ ଯିବାର ଅର୍ଥ ହେଉଛି ସେହି ଶକ୍ତିର ମୂଳ ଉତ୍ସ ସେହିଠାରେ ହିଁ ଥିଲା। ଘର ଭିତରୁ ପଚା ମାଟିର ଗନ୍ଧ ଆସୁଥିଲା। ଆୟୁ ଏବଂ ରୋହନ ଭିତରକୁ ଗଲେ ଆଉ ସାମ୍ନାରେ ଯେଉଁ ଦୃଶ୍ୟ ଥିଲା ତାହା ଦେଖି ସେମାନଙ୍କର ଗୋଡ଼ ଅଟକିଗଲା। ଆମନ ବେହୋସ ଅବସ୍ଥାରେ ଶୂନ୍ୟରେ ଭାସୁଥିଲା। ତା ଗୋଡ଼ ତଳେ କିଛି ନଥିଲା। ଏହି ଦୃଶ୍ୟଟି ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସ୍ତବ୍ଧ କରିଦେବା ଭଳି। ଆମନ ଶୂନ୍ୟରେ ଭାସିବା ପ୍ରମାଣ କରୁଥିଲା ଯେ ସେଠାରେ ବାସ୍ତବତାର କୌଣସି ନିୟମ ଆଉ କାମ କରୁନାହିଁ। ଆଉ ତା ସାମ୍ନାରେ ଛିଡ଼ା ହୋଇଥିଲା ଏକ ଅତି ଭୟଙ୍କର ବୃଦ୍ଧା ମହିଳା। ତାଙ୍କର ଆଖି ଦୁଇଟି ପୁରା କଳା ଥିଲା। ଚର୍ମ ସବୁ ଶୁଖିଯାଇ ହାଡ଼ରୁ ଝୁଳି ପଡ଼ିଥିଲା। ଧଳା ମଇଳା ବାଳଗୁଡ଼ିକ ବିଖଣ୍ଡିତ ହୋଇ ରହିଥିଲା। ଆଉ ସେ ବୃଦ୍ଧା ଜଣକ ଆମନ କାନ ପାଖରେ କିଛି ଫୁସ୍ଫୁସ୍ କରି କହୁଥିଲା। ଝୁଲନ୍ତା ଚର୍ମ, କଳା ଆଖି, ଏହା ସୂଚାଉଛି ଯେ ସେ କୌଣସି ସାଧାରଣ ପ୍ରେତାତ୍ମା ନଥିଲା, ବରଂ ଅତ୍ୟନ୍ତ କ୍ରୋଧ ଏବଂ ଯନ୍ତ୍ରଣାରେ ଭରି ରହିଥିବା ଏକ ଅତୃପ୍ତ ଆତ୍ମା ଥିଲା। ତାଙ୍କ ରୂପ ଅତୀତରେ ହୋଇଥିବା କୌଣସି ନିର୍ମମ ଅତ୍ୟାଚାରର କାହାଣୀ କହୁଥିଲା। ଆଉ ଯେମିତି ସେ ବୃଦ୍ଧା ଜଣକ ରୋହନ ଓ ଆୟୁଙ୍କ ଉପସ୍ଥିତି ଜାଣିପାରିଲା, ତାର ସେହି କଳା ଆଖି ସେମାନଙ୍କୁ ଚାହିଁଲା। ଦୁହେଁ ଚିତ୍କାର କରି ସେଠାରୁ ଦୌଡ଼ିଲେ। କିନ୍ତୁ ବୃଦ୍ଧା ମହିଳା ମଣିଷ ପରି ଚାଲି ଚାଲି ଆସିଲାନି, ବରଂ କାନ୍ଥ ଏବଂ ସିଡ଼ିରେ ଗୋଟିଏ ବିରାଟ କୀଟ ପରି ରୁଣ୍ଡି ରୁଣ୍ଡି ବହୁତ ଜୋରେ ତଳକୁ ଓହ୍ଲାଇଲା। ଏହା ଶୁଣିବାକୁ ବି ଏତେ ଅସ୍ୱାଭାବିକ ଆଉ ଭୟାନକ ଲାଗୁଛି। ପିଲା ଦୁଇଜଣ ଜୀବନ ବଞ୍ଚାଇବାକୁ ଜଙ୍ଗଲ ଭିତରେ ଆଖି ବୁଝା ଦୌଡ଼ିଏ। କେବଳ ପଛରୁ ସେହି ଅଦୃଶ୍ୟ ବିପଦ ମାଡ଼ି ଆସିବାର ଅନୁଭବ ହେଉଥିଲା। ଦୌଡ଼ି ଦୌଡ଼ି ସେମାନେ ହଠାତ୍ ଗୋଟିଏ ଜାଗାରେ ପହଞ୍ଚିଗଲେ। ସେ ଜାଗାଟା ଥିଲା ସେଇ ହ୍ରଦ। ଏହି ସଂଯୋଗଟି ଦେଖନ୍ତୁ। ଯେଉଁ ଜାଗାକୁ ସେମାନେ ନିଜର ମଜା ଏବଂ ଲୋକପ୍ରିୟତା ପାଇଁ ଖୋଜୁଥିଲେ, ଶେଷରେ ସେହି ଜାଗା ହିଁ ସେମାନଙ୍କ ପାଇଁ ଏକ ମୃତ୍ୟୁଯନ୍ତ୍ର ପାଲଟିଗଲା। ସେହି ଅଲୌକିକ ଶକ୍ତି ସେମାନଙ୍କୁ ଘଉଡ଼ାଇ ଠିକ୍ ସେହି ଜାଗାକୁ ଆଣିଥିଲା। ହଁ, ଆଉ ତାପରେ ଅନ୍ଧାରରେ କିଛି ନ ଦେଖିପାରି ରୋହନ ଏବଂ ଆୟୁ ସିଧା ସେହି ବରଫ ପରି ହ୍ରଦ ପାଣିରେ ଖସି ପଡ଼ିଲେ। ପାଣି ଭିତରେ କିଏ ଜଣେ ସେମାନଙ୍କ ଗୋଡ଼କୁ ଧରି ତଳକୁ ଟାଣିଲା। ଆୟୁ କୌଣସି ମତେ ବଳ ଲଗାଇ ପାଣିରୁ ବାହାରି ଆସିଲା, କିନ୍ତୁ ରୋହନ ବାହାରି ପାରିଲା ନାହିଁ। ନା, ଆୟୁ ଆଖି ସାମ୍ନାରେ ରୋହନ ପାଣିରେ ବୁଡ଼ିଗଲା। ସେହି ଆଘାତ ଏବଂ ଭୟକୁ ସହି ନ ପାରି ଆୟୁ ସେହି ହ୍ରଦ କୂଳରେ ହିଁ ବେହୋସ ହୋଇଗଲା। ଗୋଟିଏ ରାତି ଭିତରେ ଖୁସିର ପରିବେଶ କିପରି ଶୋକରେ ପରିଣତ ହୋଇଗଲା, କେବଳ ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ତାହା କେହି ଭାବିନଥିବେ। ନିଜ ସାଙ୍ଗର ମୃତ୍ୟୁ ପାଇଁ ଆୟୁର ମସ୍ତିଷ୍କ ନିଜକୁ ରକ୍ଷା କରିବା ପାଇଁ କାମ ବନ୍ଦ କରିଦେଲା। ସେଥିପାଇଁ ସେ ବେହୋସ ହୋଇଯାଇଥିଲା। ଆଉ ତାପରଦିନ ସକାଳେ ଯେତେବେଳେ ଆୟୁ ଆଖି ଖୋଲିଲା, ସେ ଦେଖିଲା ଯେ ସେ ହୋଟେଲର ସେହି କୋଠରୀରେ ଶୋଇଛି। ବାହାରେ ହୋ ହଲ୍ଲା ଶୁଭୁଥିଲା। ସେ ଯାଇ ଦେଖିଲା ବେଳକୁ ପୋଲିସ ଆସିଛନ୍ତି
ଆଉ 2ଟି ଶବ ତଳେ ପଡ଼ିଥିଲା। ତା ଉପରେ ଧଳା ଚାଦର ଢଙ୍କା ଯାଇଥିଲା। ତାହା ଆମନ ଏବଂ ରୋହନର ଶବ ଥିଲା। ଆଉ ପୁଲିସ ତ ଏହାକୁ କେବଳ ଏକ ସାଧାରଣ ହତ୍ୟାକାଣ୍ଡ କହିଦେଇଥିବ। ଏକଦମ। କିନ୍ତୁ ଆୟୁକୁ ଜଣାଥିଲା ଯେ ପ୍ରକୃତ ସତ୍ୟ କ'ଣ, ଆଉ ସେଇ ଆତ୍ମା କାହାର ଥିଲା ତାହା ସ୍ଥାନୀୟ ଲୋକଙ୍କ କଥାରୁ ଜଣାପଡ଼ିଲା। ସ୍ଥାନୀୟ ଲୋକଙ୍କ ଅନୁସାରେ ବହୁତ ବର୍ଷ ପୂର୍ବେ ସେହି ଜଙ୍ଗଲରେ ଜଣେ ନିରୀହ ବୃଦ୍ଧା ମହିଳା ରହୁଥିଲେ। କିନ୍ତୁ ପାଖ ଗାଁର କିଛି ଲୋଭୀ ଲୋକ ତାଙ୍କ ଜମି ହଡ଼ପ କରିବା ପାଇଁ ତାଙ୍କୁ ସେଠାରୁ ଘଡ଼ାଇବା ପାଇଁ ଯୋଜନା କରିଥିବେ ନିଶ୍ଚୟ। ଆଉ ଯେତେବେଳେ ବୃଦ୍ଧା ଜଣକ ମନା କଲେ, ସେମାନେ ତାଙ୍କ ଉପରେ ବହୁତ ଅତ୍ୟାଚାର କଲେ। ଶେଷରେ ତାଙ୍କ ଜୀବନ୍ତ ଅବସ୍ଥାରେ ନେଇ ସେହି ହ୍ରଦରେ ଫିଙ୍ଗିଦେଲେ। ପାଣିରେ ବୁଡ଼ି ସେହି ଅସହାୟ ବୃଦ୍ଧାଙ୍କର ମୃତ୍ୟୁ ହେଲା। ଗାଁ ଲୋକଙ୍କର ବିଶ୍ୱାସ ଯେ ସେହି ଦିନଠାରୁ ବୃଦ୍ଧାଙ୍କର ଆତ୍ମା ପ୍ରତିଶୋଧ ପାଇଁ ସେହି ହ୍ରଦ ଏବଂ ଜଙ୍ଗଲରେ ଘୁରି ବୁଲୁଛି। ଏହି ଲୋକକଥା ଶୁଣିଲା ପରେ ସବୁ ଘଟଣାର ଖିଅ ଯୋଡ଼ି ହୋଇଯାଉଛି। ବୃଦ୍ଧାଙ୍କ ସହ ଯେଉଁ ଅନ୍ୟାୟ ହେଲା ତାହା ଏକ ସାଧାରଣ ସ୍ଥାନକୁ ଏକ ଅଭିଶପ୍ତ ସ୍ଥାନରେ ପରିଣତ କରିଦେଲା। ଅତ୍ୟାଚାର ଏବଂ ଲୋଭର କଳା ଇତିହାସ କିପରି ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରେ, ଏହା ତାର ପ୍ରମାଣ। ଠିକ୍ କଥା। ଆଉ ଶ୍ରୋତାମାନଙ୍କ ପାଇଁ ଏକ ଛୋଟ ସୂଚନା ଦେଇ ରଖେ ଯେ ଯଦି ଏହି ପ୍ରକାରର ରୋମାଞ୍ଚକର କାହାଣୀ ଶୁଣିବାକୁ ଭଲ ଲାଗେ, ତେବେ ଖୁନିମଣ୍ଡର ଆଗାମୀ ଭିଡ଼ିଓ ହରର ଷ୍ଟୋରି ସ୍ପଟିଫାଏରେ ଉପଲବ୍ଧ ଅଛି। ଆଜିର ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ ଏତିକି ବୁଝିଲେ ଯେ କିଛି ସମୟର ଉତ୍ସାହ ପାଇଁ ନିଜ ଜୀବନକୁ ବିପଦରେ ପକାଇବା ଠିକ୍ ନୁହେଁ। ପ୍ରକୃତିର ସୌନ୍ଦର୍ଯ୍ୟ ପଛରେ ଅନେକ ସମୟରେ ଏମିତି ଅନେକ ରହସ୍ୟ ଏବଂ ଅତୀତର ଅନ୍ୟାୟ ଲୁଚି ରହିଥାଏ। ହଁ, ଆଉ ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ କଥା ଉପରେ ଚିନ୍ତା କରିବା ନିହାତି ଦରକାର। ଏହି ପୂରା କାହାଣୀରେ ପ୍ରକୃତ ରାକ୍ଷସ କିଏ? ସେହି ପ୍ରତିଶୋଧପରାୟଣ ଆତ୍ମା ଯିଏ ନିଜର ଶେଷ ସମୟରେ ଅସହାୟ ଭାବେ ପାଣିରେ ବୁଡ଼ି ମରିଥିଲା, ନା ସେହି ଲୋଭୀ ଗ୍ରାମବାସୀମାନେ ଯେଉଁମାନେ ଜମି ଖଣ୍ଡେ ପାଇଁ ଜଣେ ନିରୀହ ବୃଦ୍ଧାଙ୍କୁ ଏତେ ନିର୍ମମ ଭାବେ ହତ୍ୟା କଲେ? ଆମେ ଯେତେବେଳେ ଛୁଟି କଟାଇବାକୁ ସୁନ୍ଦର ପାହାଡ଼ କିମ୍ବା ଜଙ୍ଗଲକୁ ଯାଉ, ସେଠାରେ ଆହୁରି କେତେ କରୁଣ କାହାଣୀ ଏବଂ ଅନ୍ୟାୟ ଲୁଚି ରହିଥିବ ତାହା କିଏ ଜାଣେ? ଏହି ପ୍ରଶ୍ନ ସହ ଆଜିର ଆଲୋଚନା ଶେଷ କରୁଛୁ।